କିନ୍ତୁ ସିଏ ବହୁତ ମିଳନଶାଳୀ ଥିଲା। ସମସ୍ତଙ୍କ ସହିତ ଗୋଟେ ବ୍ୟବହାର ଆଉ ଦଳ ପାଇଁ ଗୋଟେ ସଗୃହିତ ଗୋଟେ ଦଳୀୟ ନେତ୍ରୀ ଥିଲେ। ସେ ଯାଜପୁର ଜିଲ୍ଲା ଆଉ ରାଜ୍ୟରେ ସେ ରାଜ୍ୟ ସମ୍ପାଦିକା ଥିଲେ। କି ଏମିତି କ'ଣ ନଦୀ ଥିଲା ଯୋଉ ନଦୀରେ କିଏ ଦିଟା ଛୁଆ ଅଲରେଡି ମାନେ ଗାଡ଼ିରୁ ବାହାରିକି ତାଙ୍କ ଯୋଉ ଅବସ୍ଥାରେ ହୁଅନ୍ତୁ ବର୍ତ୍ତମାନ ଗ୍ୟାଙ୍ଗଟକ୍ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଇତିର ପୁଅ ସହିତ ବି ଆମେ କଥା ହେଇଛୁ। ଇତିର ପୁତୁରା ସହିତ ଟିକେ ସିରିୟସ୍ ଅଛି। ତାଙ୍କର ବ୍ଲଡ ଗୋଟେ ମୁଣ୍ଡ ଭିତରେ ଗୋଟେ ବ୍ଲଡ କ୍ଲଡ୍ ହେଇଛି, କିନ୍ତୁ ସେ ପିଲାଟି ଡାଇବେଟିସ୍ ରହିଛି, ଯାହାଫଳରେ କି ତାର ଅପରେଟ୍ ହେଇପାରୁନି। କିନ୍ତୁ ଆମକୁ ବିଶ୍ୱାସ ହଉନି ଇତିଅପା ଆଜିର ମାନେ ଦିନରେ ସେ ନିଖୋଜ ଅଛନ୍ତି। ସେ ଗାଡ଼ିରେ ଆହୁରି 4 ଜଣ ବି ଥିଲେ। ସେ 4 ଜଣଙ୍କର କୌଣସି ଆଇଡେଣ୍ଟିଫିକେସନ ନାହିଁ ଆମ ପାଖରେ, ବା ତାଙ୍କର କୌଣସି ଜିନିଷ ଆମ ପାଖରେ ହସ୍ତଗତ ହେଇନି, ବା ଆପଣଙ୍କର ସିକିମ ରାଜ୍ୟ ପୋଲିସଙ୍କ ପାଖରେ ବି ନାହିଁ। ତାଙ୍କ କହିବା କଥା ଗାଡ଼ିର ପଛ ସିଟ୍ରେ ଥିଲେ, ସେ ପଡ଼ିଗଲେ। ସେ ପଡ଼ିଗଲା ପରେ ସେ ଯେତେବେଳେ ତା ସେନ୍ସ ଆସିଛି, ସେ ଦେଖୁଛି କି ନଦୀ ପାଖାପାଖି ପହଞ୍ଚିଛି, ତଳେ ପାଣି ଚାଲୁଛି, ସେ ଉପରେ ଅଛି, କିନ୍ତୁ ମାମା ନାହାନ୍ତି। ସେଇଟା ବହୁତ ଶୁଣିଲା ବେଳେ ବହୁତ ଦୁଃଖଦ ଲାଗୁଛି। କିନ୍ତୁ ଦେଖନ୍ତୁ, ଇତିଶ୍ରୀ ଆମର ନିଜ ଭଉଣୀ। ଆମ ଭାରତୀୟ ଜନତା ପାର୍ଟି ହିସାବରେ ଆମେ ଦିଟା ଜିନିଷ ଜାଣିଛୁ, ଅପା ଆଉ ଭାଇ ହିସାବରେ। ମୁଁ ଇତିକୁ ଅଧିକାଂଶ ଜାଗାରେ ମୁଁ ବିତି ଅପା ବି ଡାକେ, ଆଉ ଅଧିକାଂଶ ଜାଗାରେ ଇତି ବି ଡାକେ। କିନ୍ତୁ ସିଏ ବହୁତ ମିଳନଶାଳୀ ଥିଲା। ସମସ୍ତଙ୍କ ସହିତ ଗୋଟେ ବ୍ୟବହାର ଆଉ ଦଳ ପାଇଁ ଗୋଟେ ସଗୃହିତ ଗୋଟେ ଦଳୀୟ ନେତ୍ରୀ ଥିଲେ। ସେ ଯାଜପୁର ଜିଲ୍ଲା ଆଉ ରାଜ୍ୟରେ ସେ ରାଜ୍ୟ ସମ୍ପାଦିକା ଥିଲେ। କିନ୍ତୁ ଆଜିର ଦିନରେ ସେ ଦୀର୍ଘ 6 ଦିନ ହେଇଗଲା ସେ ଏଠୁ ଯାଇଥିଲେ। ଗତ ରବିବାର ଦିନ ରାତି 12:30 ବେଳେ ଯାଜପୁର ରୋଡରୁ ଯାଇଥିଲେ। ଶୁଣିଲୁ କି ଆପଣଙ୍କର 29 ତାରିଖ ରାତି 9ଟା ବେଳେ ତାଙ୍କର ଗୋଟେ ସିକିମରେ ଗୋଟେ ଆକ୍ସିଡେଣ୍ଟ ମାନେ ଗାଡ଼ିର ଯୋଉ ଭାରସାମ୍ୟ ହରେଇବା ଆଉ ତଳକୁ ତିପ୍ତି ନଦୀ ଭିତରକୁ ପଳେଇବା, ସେଟା ଆମେ ଶୁଣିଥିଲୁ। କିନ୍ତୁ ଶୁଣିଲା ପରେ ଆମକୁ ଗୋଟେ ଆଶ୍ଚର୍ଯ୍ୟଜନିତ ଚକିତ ହଉଛି କି ଏମିତି କ'ଣ ନଦୀ ଥିଲା ଯୋଉ ନଦୀରେ କିଏ ଦିଟା ଛୁଆ ଅଲରେଡି ମାନେ ଗାଡ଼ିରୁ ବାହାରିକି ତାଙ୍କ ଯୋଉ ଅବସ୍ଥାରେ ହୁଅନ୍ତୁ ବର୍ତ୍ତମାନ ଗ୍ୟାଙ୍ଗଟକ୍ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଇତିର ପୁଅ ସହିତ ବି ଆମେ କଥା ହେଇଛୁ। ଇତିର ପୁତୁରା ସହିତ ଟିକେ ସିରିୟସ୍ ଅଛି। ତାଙ୍କର ବ୍ଲଡ ଗୋଟେ ମୁଣ୍ଡ ଭିତରେ ଗୋଟେ ବ୍ଲଡ କ୍ଲଡ୍ ହେଇଛି, କିନ୍ତୁ ସେ ପିଲାଟି ଡାଇବେଟିସ୍ ରହିଛି, ଯାହାଫଳରେ କି ତାର ଅପରେଟ୍ ହେଇପାରୁନି। କିନ୍ତୁ ଆମକୁ ବିଶ୍ୱାସ ହଉନି ଇତିଅପା ଆଜିର ମାନେ ଦିନରେ ସେ ନିଖୋଜ ଅଛନ୍ତି। ଆମ ବହୁତ ଯାଜପୁର ଜିଲ୍ଲା ବହୁତ ମର୍ମାହତ ଅଛି। ଯାଜପୁର ଜିଲ୍ଲା ସହିତ ଓଡ଼ିଶା ରାଜ୍ୟରେ ପ୍ରାୟ ସମସ୍ତ କାର୍ଯ୍ୟକର୍ତ୍ତା ଇତି ସହିତ ପୁଙ୍ଖାନୁପୁଙ୍ଖ ଭାବରେ ଜଡ଼ିତ ଥିଲେ। ସେମାନେ ବହୁତ ମର୍ମାହତ। ଆଜ୍ଞା, ଇତିଙ୍କ ବଡ଼ ଭଉଣୀ ଆଉ ତାଙ୍କର 2 ଜଣ ଭାତିଜି, ଆଉ 2 ଜଣ ବଡ଼ ଭଉଣୀ, ଭାତିଜି 2 ଜଣ ଫେରିଥିଲେ। ଆମେ ଦେଖା ହେଲା, କଥା ବି ହେଲୁ। ସେ ଆଗ ଗାଡ଼ିରେ ଥିଲେ 5 ଜଣ, ସେ ସେଫ୍ ସାଇଡରେ ଅଛନ୍ତି। ପଛ ଗାଡ଼ିରେ ଇତି, ତାର 2ଟା ଯାକ ପୁଅ ଆଉ ତାଙ୍କ ଭାଇ ଭାଉଜ ପୁତୁରା, ଏ 6 ଜଣ ପ୍ଲସ୍ ଆଉ 4 ଜଣ ନନ୍ ଓଡ଼ିଆ ଥିଲେ, ଯୋଉମାନେ ୱେଷ୍ଟ ବେଙ୍ଗଲରୁ ସେମାନଙ୍କ ସହିତ 10+1 ଯୋଉ ଟ୍ରାଭେଲରରେ ଆସୁଥିଲେ। ବଡ଼ ବଡ଼ ଦୁଃଖ ଆଉ ପରିତାପର ବିଷୟ। ଆଉ ସନ୍ଦେହ ଲାଗୁଛି କି ବର୍ତ୍ତମାନ ଗାଡ଼ିରେ ଯାହା ବି ମୋବାଇଲ ମିଳିଲା, ଇତିଶ୍ରୀ ଜେନାଙ୍କର ପରିବାରର ମୋବାଇଲ ମିଳିଛି, ତାଙ୍କ ଭ୍ୟାନିଟି ମିଳିଛି, ବା ପରିବାରଙ୍କର ଆଧାର କାର୍ଡ ବି ସେଥିରେ ଜଡ଼ିତ ଥିଲା। କିନ୍ତୁ ଦୁଃଖ ସେଇ ଜିନିଷଟା ଆଉ ସସ୍ପେନ୍ସ ସେଇଠି କ୍ରିଏଟ୍ କରୁଛି। ସେ ଗାଡ଼ିରେ ଆହୁରି 4 ଜଣ ବି ଥିଲେ। ସେ 4 ଜଣଙ୍କର କୌଣସି ଆଇଡେଣ୍ଟିଫିକେସନ ନାହିଁ ଆମ ପାଖରେ, ବା ତାଙ୍କର କୌଣସି ଜିନିଷ ଆମ ପାଖରେ ହସ୍ତଗତ ହେଇନି, ବା ଆପଣଙ୍କର ସିକିମ ରାଜ୍ୟ ପୋଲିସଙ୍କ ପାଖରେ ବି ନାହିଁ। ତେଣୁ ଏହାକୁ ଗୋଟେ ସନ୍ଦେହଜନକରେ ମୁଁ ଦେଖୁଛି। ଯୋଉ ଗାଡ଼ିକୁ ବାର ବାର ରସିରେ ଟଣା ହଉଥିଲା କି ଏଇ ଗାଡ଼ିରେ ଆସିଥିଲେ, ଏବେ ସନ୍ଦେହ ଦୂର ହେଇଯାଉଛି, ସେ ଗାଡ଼ିରେ ବି ସେମାନେ ଆସିନାହାନ୍ତି। ତେଣୁ ଗାଡ଼ି ଆସିଛି ତ ଆଇଦର ଦୀପ୍ତି ନଦୀର ସମୁଦ୍ରରେ ଗର୍ଭାଶୟରେ ଅଛି, ବା ଗାଡ଼ି ପଡ଼ିନି। ଇଏ ଗୋଟେ ସସ୍ପେନ୍ସରେ ରହୁଛି। ତେଣୁ
ମୁଁ ଦଳୀୟ କାର୍ଯ୍ୟକର୍ତ୍ତା ହିସାବରେ ବହୁତ ମର୍ମାହତ, କାରଣ ଆମେ ପରିବାର ସହିତ ବହୁତ ଜଡ଼ିତ। ଗୋଟେ ପାରିବାରିକ ସମ୍ପର୍କ, ଭାଇ ଭଉଣୀର ରିସ୍ତା, ଆଉ ତାର ଯୋଉ ଭଲ ପାଇବା ଦେବାଟା କୋରେଇବାସୀଙ୍କୁ ଆଉ ଯାଜପୁର ଜିଲ୍ଲାରେ, ତା ମୁଁ ଭାବିବି ସେ ଜାଗାଟା ଅପୂର୍ଣ୍ଣନୀୟ ରହିଛି। ଯହ ବି ପ୍ରଭୁ ଜଗନ୍ନାଥ ମା ବିରଜାଙ୍କ ପରେ ପ୍ରାର୍ଥନା କରୁଛୁ, ସେ ଯୋଉଠି ଥାଆନ୍ତୁ, ଯେମିତି ଥାଆନ୍ତୁ, ସୁରକ୍ଷିତ ଭାବରେ ସେ ଆସନ୍ତୁ। ଆମେ ଭଗବାନଙ୍କ ପାଖରେ ସେଇ ପ୍ରାର୍ଥନା କରିଯାଉ। ଇତିଶ୍ରୀ ଜେନାଙ୍କର ଯୋଉ ପୁଅ, ତାର ସାମାନ୍ୟ ଯୋଉ ଆଘାତ ହେଇଛି, ତାର ମେଡିସିନ ଇଞ୍ଜେକ୍ସନ ଦ୍ୱାରା ଯାହା ଡକ୍ଟରଙ୍କର ମତ ସେ ଠିକ ହେଇଯିବ। ତାଙ୍କ ପୁତୁରାର ଗୋଟେ ବ୍ଲଡ ମୁଣ୍ଡ ଭିତରେ ଗୋଟେ ବ୍ଲଡ କ୍ଲଡ ହେଇଛି, ତାକୁ ସିଜରିଂ କରିବାକୁ ପଡିବ। ଆଉ ସେ ତାର ଟିକେ ହିମୋଗ୍ଲୋବିନ ବି କମ ରହିଛି, ଆଉ ଡାଇବେଟିସ୍ ରହିଛି, ଅଧିକ ରହିଯାଇଛି। ସେ ପିଲାକୁ ଅପରେଟ କରିବାଟା ବହୁତ ରହୁଛି, ସେ ଡକ୍ଟର ମାନଙ୍କ ଉପରେ ଡିପେଣ୍ଡ କରୁଛି ସେ କୋଉ ପରିସ୍ଥିତିରେ ତାର ଅପରେଟ କରିବେ। ଆଉ ସେ ପିଲାକୁ ବର୍ତ୍ତମାନ ଖୁବ ମେଡିସିନ ଦ୍ୱାରା ଟ୍ରିଟମେଣ୍ଟ କରାହଉଛି, ତା ହେମୋଗ୍ଲୋବିନ ବି ବଢା ଯାଉଛି, ଡାଇବେଟିସ୍ କି କଣ୍ଟ୍ରୋଲ କରାହଉଛି, ତାପରେ ଅପରେଟର ହେଲା ପରେ ସେ ଆସିପାରିବେ ଓଡ଼ିଶା। ହଁ, ଇତିଶ୍ରୀଙ୍କ ପୁଅ ଯିଏ କଥାବାର୍ତ୍ତା କରୁଛି, ସିଏ ଆକ୍ଚୁଆଲି ଗାଡିରେ, ତାଙ୍କ କହିବା କଥା ଗାଡିର ପଛ ସିଟରେ ଥିଲେ, ସେ ପଡିଗଲେ। ସେ ପଡିଗଲା ପରେ ସେ ଯୋଉ ଯେତେବେଳେ ତା ସେନ୍ସ ଆସିଛି, ସେ ଦେଖୁଛି କି ନଦୀ ପାଖାପାଖି ପହଞ୍ଚିଛି, ତଳେ ପାଣି ଚାଲୁଛି, ସେ ଉପରେ ଅଛି, କିନ୍ତୁ ମାମା ନାହାନ୍ତି। ସେଇଟା ବହୁତ ଶୁଣିଲା ବେଳେ ବହୁତ ଦୁଃଖଦ ଲାଗୁଛି। କିନ୍ତୁ କିଛି ଦୂରରେ ତାଙ୍କ ମାମୁଁ ପୁଅ ବି ପଡିଛି, କିନ୍ତୁ ସେ ସେନ୍ସଲେସ୍ ଅବସ୍ଥାରେ ଥିଲା, ଯାହାଫଳରେ ରିକଭରି ଟିମ୍ ଯେ ରେସ୍କ୍ୟୁ କରିଥିଲେ ତାକୁ ସେ ରେସ୍କ୍ୟୁ କରିଛନ୍ତି। ନାଇଁ, ମତେ ଏ ଜିନିଷଟାକୁ ଟିକେ ସନ୍ଦେହଜନକ ଲାଗୁଛି। ମୁଁ ଆପଣଙ୍କ ମାଧ୍ୟମରେ ଅନୁରୋଧ କରିବି, ଓଡ଼ିଶା ସରକାର, ସିକିମ ସରକାର ଏ କେସକୁ ଟିକେ ତଦନ୍ତ କରନ୍ତୁ। କାହିଁକି ନା ଗୋଟିଏ ପରିବାରର ମୋବାଇଲ ମିଳିବା, ଯୋଉ ଗାଡିରେ ଆହୁରି 4 ଜଣ ଥିଲେ, ସିଏ 2ଟା 3ଟା ପରିବାରର ହେଇଥାଇପାରନ୍ତି, କିନ୍ତୁ ୟାଙ୍କ ମୋବାଇଲ ହ୍ୟାଣ୍ଡଓଭର ହବା, ୟାଙ୍କ ଯୋଉ ପର୍ସ ମିଳିବା, ୟାଙ୍କ ଆଧାର କାର୍ଡ ମିଳିବା, ମତେ ଏଇଟା ଟିକେ ସନ୍ଦେହ ଜାଣୁଛି। ସେ 4 ଜଣଙ୍କର କୌଣସି ପ୍ରକାର କୌଣସି ଜିନିଷର ଆପଣଙ୍କ ପାଖରେ ରିକଭରି ସିକିମ ପୋଲିସ ପାଖରେ ବା ହଉ, ଆର୍ମିଙ୍କ ପାଖରେ ହଉ, ITBP ପାଖରେ ହଉ, କାହା ପାଖରେ ନାହିଁ। ମୁଁ ସରକାରଙ୍କ ପାଖରେ ଗୋଟିଏ ଦାବି କରିବି, ୟାର ପୁଙ୍ଖାନୁପୁଙ୍ଖ ତଦନ୍ତ ହଉ। ସିକିମ ସରକାରକୁ ଆମେ ଅନୁରୋଧ କରିବୁ, ଏ ଯୋଉ ଆକ୍ସିଡେଣ୍ଟ ତ କହିବି ନାହିଁ, ଏ ଯାହା ବି ଯୋଉ ହେଇଛି, ୟାର ଭଲ ଭାବରେ ତଦନ୍ତ ହଉ। ଆଉ ଏ ଗାଡିରେ ଯୋଉ 6 ଜଣକୁ ହାଇଲାଇଟ୍ ହେଇଛନ୍ତି, ଆଉ ଯୋଉ 4 ଜଣ ଥିଲେ ତାଙ୍କର କୌଣସି ପ୍ରକାର କୌଣସି ନ୍ୟୁଜ, କୌଣସି ମିଡିଆ ତାଙ୍କ ବିଷୟରେ କିଛି କହୁନି। ତା ମାନେ ମତେ ବି ସନ୍ଦେହ ହଉଛି, ଏ ଗାଡି କଣ କିଡନାପିଂ ହେଇଗଲା କି? ଆଉ ଯଦି ବି ହେଲା, ଏ 8 ଜଣ ବ୍ୟକ୍ତି ଗୋଟେ ଗାଡିରେ ଥିଲେ, ଗାଡି ମାନେ ନଦୀ ଗର୍ଭରେ ଚାଲିଗଲା, ଠିକ ଅଛି, କେହି ନା କେହି ଗୋଟିଏ ଲୋକ ବି ତା ଦେହରେ ରିକଭରି ହେଇପାରୁନାହାନ୍ତି। ଦୀର୍ଘ 4 ଦିନ 5 ଦିନ ବିତିଗଲା ପରେ NDRF, ODRF ଆମ ଓଡ଼ିଶାରୁ ବି ଯାଇଛନ୍ତି, ତାଙ୍କର ସେଥିରେ ITBP ଅଛନ୍ତି, ଇଣ୍ଡିଆନ ଆର୍ମି ବି ଅଛି, ସବୁ ପ୍ରକାର ମାନେ ଲାଗିଲା ପରେ କେହି ଗୋଟିଏ ଲୋକ ଯେତେବେଳେ ମାନେ ରିକଭରି ହେଇନାହାନ୍ତି, ତେଣୁ ବହୁତ ସନ୍ଦେହଜନକ ଘଟଣା। ତେଣୁ ୟାକୁ ତଦନ୍ତ କରିବାକୁ ପଡିବ। ସିକିମ ସରକାର, ଓଡ଼ିଶା ସରକାରକୁ ୟାକୁ ମାନେ ସାହାଯ୍ୟ କରିବାକୁ ପଡିବ।